ଶିମିଳିପାଳରେ 5 ବର୍ଷିଆ କଳା ବାଘୁଣୀର ମୃତ୍ୟୁ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ଦକ୍ଷିଣ ଡିଭିଜନ UBK ରେଞ୍ଜ ଅଧୀନ ଜଟିଆଣି କ୍ୟାମ୍ପର ଦେଓ ନଦୀ ନିକଟରୁ ଏକ 5 ବର୍ଷ ବୟସର ମାଇ କଳା ବାଘୁଣୀର ମୃତଦେହ ଉଦ୍ଧାର କରାଯାଇଛି। ଗତ ଅଗଷ୍ଟ 6 ତାରିଖ ସନ୍ଧ୍ୟାରେ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ଏହାକୁ ଠାବ କରିଥିଲେ। ଜାତୀୟ ବାଘ୍ୟ ସଂରକ୍ଷଣ କର୍ତ୍ତୃପକ୍ଷର SOP ଅନୁସାରେ ଅଗଷ୍ଟ 7 ତାରିଖରେ ଏହାର ପୋଷ୍ଟମର୍ଟମ କରାଯିବ। ପ୍ରାଥମିକ ଭାବରେ ଶରୀରରେ କୌଣସି ବାହ୍ୟ ଆଘାତ ଚିହ୍ନ ନ ଜାତୀୟ ବାଘ୍ୟ ସଂରକ୍ଷଣ କର୍ତ୍ତୃପକ୍ଷର SOP ଅନୁସାରେ ଅଗଷ୍ଟ 7 ତାରିଖରେ ଏହାର ପୋଷ୍ଟମର୍ଟମ କରାଯାଇଛି। ପ୍ରାଥମିକ ଭାବେ ଶରୀରରେ କୌଣସି ବାହ୍ୟ ଆଘାତ ଚିହ୍ନ ମିଳିନାହିଁ। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଜୈବିକ ନମୁନାଗୁଡ଼ିକୁ ଭୁବନେଶ୍ୱରର OUT ସ୍ଥିତ ବନ୍ୟପ୍ରାଣୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ଲାବୋରେଟୋରୀ ରିପୋର୍ଟ ଆସିବା ପରେ ସମସ୍ତ କାରଣ ସ୍ପଷ୍ଟ ହେବ। କ୍ୟାମେରା ଟ୍ରାପ୍ ସର୍ବେକ୍ଷଣ ଅନୁସାରେ ଶିମିଳିପାଳରେ ବର୍ତ୍ତମାନ ମୋଟ 35ଟି ବାଘ ଅଛନ୍ତି। ସେଥିମଧ୍ୟରୁ 19ଟି କଳା ବାଘ ଥିବା ବେଳେ 16ଟି ଶାବକ ରହିଛନ୍ତି। ଦେଖନ୍ତୁ 91 ମସିହାରୁ ଶିମିଳିପାଳରେ ଜୀବଜନ୍ତୁଙ୍କ ଉପରେ କାମ କରିକି ମୁଁ ଆଜି ଯାଇ ଶୁଣିନି କେବେ ଯେ ବାଘ ସାପ ଦ୍ୱାରା ମରିଛି। ସାପ ଚୋଟରେ ବାଘ ମରିବାଟା ମୁଁ କେବେ ଶୁଣିନି। ତ ଯଦି କହୁଛନ୍ତି ତାହେଲେ OUTରୁ ଯାଇଛି ଲ୍ୟାବୋରେଟୋରୀକୁ ଟେଷ୍ଟ ହେଇକି ଆସିବା ପାଇଁ, କିନ୍ତୁ ତଥାପି ମୋର ବିଶ୍ୱାସ ନୁହେଁ। କାରଣ ଯୋଉଟା କେବେ କୋଉଠି ରେକର୍ଡ ନାହିଁ, ମୁଁ ବଡ଼ ବଡ଼ ୱାଇଲ୍ଡ ଲାଇଫଙ୍କ ସାଙ୍ଗରେ ବି କଥା ହଉଥିଲେ ଏ ବିଷୟରେ, ସେମାନେ ବି ହସିଲେ। ଏଟା ରେକର୍ଡରେ ନାହିଁ। ତ OUTରୁ ରିପୋର୍ଟ ଆସିଲା ପରେ ଯାଇକି ଠିକରେ ଜାଣି ହବ ସତ କଣ।